କରୁଛି ମୋ ଚ୍ୟାନେଲ ସଂସ୍କୃତି ଏବଂ ପରମ୍ପରାକୁ। आदिदेव नमस्तुभ्यं प्रसीद मम भास्करः दिवाकर नमस्तुभ्यं प्रभाकर नमस्तुते। ଶ୍ରୀମନ୍ଦିରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା। ଚୈତ୍ର ମାସର ଶ୍ରୀ ସୂର୍ଯ୍ୟଦେବଙ୍କର ରଥ ଚୈତ୍ର ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ପରିସରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ସୌର ରଥଯାତ୍ରା ହୋଇଥାଏ। ଏହାକୁ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା କୁହାଯାଏ। ଏଥିରେ ଶ୍ରୀମନ୍ଦିର ବେଢ଼ାରେ ପୂଜିତ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢ଼ା ପରିକ୍ରମା କରିଥାନ୍ତି। ଶ୍ରୀ ଗୁଣ୍ଡିଚା ଯାତ୍ରା ଶ୍ରୀମନ୍ଦିରର ଏକମାତ୍ର ରଥଯାତ୍ରା ନୁହେଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ହେଉଥିବା ଏହି ପ୍ରମୁଖ ଯାତ୍ରା ବ୍ୟତୀତ ଶ୍ରୀମନ୍ଦିରରେ ଆହୁରି କେତେଗୋଟି ରଥଯାତ୍ରାର ବିଧାନ ରହିଛି। ସେଥିମଧ୍ୟରେ ରହିଛି ଆଶ୍ୱିନ ମାସର ଶ୍ରୀ ଦୁର୍ଗା ମାଧବଙ୍କ ରଥ ଓ ଚୈତ୍ର ମାସର ଶ୍ରୀ ସୂର୍ଯ୍ୟଦେବଙ୍କ ରଥ। ଚୈତ୍ର ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ପରିସରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ସୌର ରଥଯାତ୍ରା ହୋଇଥାଏ। ଏହାକୁ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା କୁହାଯାଏ। ଏଥିରେ ଶ୍ରୀମନ୍ଦିର ବେଢ଼ାରେ ପୂଜିତ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢ଼ା ପରିକ୍ରମା କରିଥାନ୍ତି। ସେହିପରି ଆଶ୍ୱିନ ମାସରେ ଶ୍ରୀ ବିମଳା ଦେବୀଙ୍କ ଷୋଳପୂଜାର ଦ୍ୱିତୀୟ 8 ଦିନ ଏକ ବିମାନରେ ଦୁର୍ଗା ଓ ମାଧବ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଏହି ବିମାନ ରଥ ରୂପେ ବିବେଚିତ ହୋଇଥାଏ। ଏହାକୁ ଆଶ୍ୱିନ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା ଏବଂ ନାରାୟଣୀ ମନ୍ଦିରକୁ ଆଶ୍ୱିନ ଗୁଣ୍ଡିଚା ମଣ୍ଡପ କୁହାଯାଏ। ଏହାପରେ ଦଶହରା ଦିନ ଏକ ବିଜୟ ଉତ୍ସବରେ ଶ୍ରୀ ଦୁର୍ଗା ମାଧବ ସେହି ବିମାନ ରଥରେ ଦଶହରା ଖଳା ଅର୍ଥାତ୍ ଜଗନ୍ନାଥ ବଲ୍ଲଭକୁ ଯାତ୍ରା କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିର ପରିସରରେ ଆଉ ଗୋଟିଏ ରଥଯାତ୍ରା ହୁଏ ନବକଳେବର ବର୍ଷରେ। ଏହା ହେଉଛି ନ୍ୟାସଦାରୁଙ୍କ ରଥଯାତ୍ରା। ବସ୍ତୁତଃ ଏହା ଗୁପ୍ତ ଗୁଣ୍ଡିଚା, କାରଣ ଶ୍ରୀମନ୍ଦିର ପରିସରରେ ଅତ୍ୟନ୍ତ ଗୋପନରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରର ଦୋଳବେଦୀ କୁଞ୍ଜଠାରେ ନିର୍ମିତ ହୋଇଥିବା ଏକ ରଥରେ ନ୍ୟାସଦାରୁ ଅବସ୍ଥାନ କରି ଆଷାଢ଼ କୃଷ୍ଣ ଦ୍ୱାଦଶୀ ରାତିରେ ଶ୍ରୀମନ୍ଦିର ବେଢ଼ାରେ ଶ୍ରୀମନ୍ଦିରକୁ ପରିକ୍ରମା କରନ୍ତି। ପତି ମହାପାତ୍ର ସେବକ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଦଇତା ସେବକମାନେ ଘଣ୍ଟ ବଜାଇବା, ଆଲଟ ଚାମର, ତରାସ ଏବଂ ମଶାଲ ଆଦି ଧରିବା ସହିତ ଏହି ରଥକୁ ଟାଣିଥାନ୍ତି। ଏହି ନ୍ୟାସଦାରୁ ରଥର ଆବରଣ ଶ୍ରୀ ଜଗନ୍ନାଥଙ୍କ ରଥ ପରି ପୀତ ଓ ଲୋହିତ ରଙ୍ଗର ହୋଇଥାଏ। ଏହିସବୁ ରଥ ଓ ବିମାନଗୁଡ଼ିକର ମଣ୍ଡଣି ନିମନ୍ତେ ଏକ ସ୍ୱତନ୍ତ୍ର ସେବା ଅଛି। ଏହି ସେବାକୁ ରଥ ଛତିଶା ନିଯୋଗରେ ନିମ୍ନ ପ୍ରକାରେ ଉପସ୍ଥାପିତ କରାଯାଇପାରିବ। ମଣ୍ଡଣି ସେବା। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହି ସେବା ବାବଦରେ ପ୍ରତ୍ୟେକ ରଥମଣ୍ଡଣି ଏହାଙ୍କ କାମ ବୋଲି ଉଲ୍ଲେଖ ଅଛି। କୋଠ ସୁଆଁସିଆଙ୍କ ସହଯୋଗରେ ମଣ୍ଡଣି ସେବକ ଏହି ରଥମଣ୍ଡଣି କରନ୍ତି ବୋଲି କୁହାଯାଇଛି। ଏହା ମଧ୍ୟ ଉଲ୍ଲେଖ ଅଛି ଏ ବ୍ରାହ୍ମଣ ସେବକ ଏବଂ ବ୍ରତ ପରେ ସାବାଳକ ହେଲେ ସେବା କରନ୍ତି। ସେବାର ଅନ୍ୟ ନିୟମ ରୂପେ କୁହାଯାଇଛି ଏହା ଦୈନିକ ସେବା ନୁହେଁ। ମନ୍ଦିର ଭିତରେ ପର୍ବପର୍ବାଣୀରେ ଯେତେ ବିଜେ ହୁଏ ଏ ସେବକ ଚାନ୍ଦୁଆ ବାନ୍ଧନ୍ତି। ଗୁରୁବାର ଦିନ ଲକ୍ଷ୍ମୀ ମାଜଣା ମଣ୍ଡପରେ, ଜଳକ୍ରୀଡ଼ା ମଣ୍ଡପ ଓ ଅଧିବାସ ସମସ୍ତରେ ଏବଂ ଭୋଗ ମଣ୍ଡପରେ ଚାନ୍ଦୁଆ ବାନ୍ଧନ୍ତି। ଆଶ୍ୱିନ ଗୁଣ୍ଡିଚାରେ ତଥା ଦଶହରାର ଶ୍ରୀ ଦୁର୍ଗା ମାଧବଙ୍କ ରଥରେ ରାଜେନ୍ଦ୍ରାଭିଷେକ ଓ ରୁକ୍ମିଣୀ ବିବାହରେ ରଥମଣ୍ଡଣି କରିଥାନ୍ତି। ବାହାର ଚନ୍ଦନ ଯାତ୍ରାର 21 ଦିନ ଯାକ ଚନ୍ଦନ ଚକଡ଼ାଠାରେ 3 ପାଣିକୁଣ୍ଡରେ ପାଣି ଭରିବା ମଧ୍ୟ ଏମାନଙ୍କର ସେବା। ତେବେ ରଥଯାତ୍ରା ସଂକ୍ରାନ୍ତରେ ଏହାଙ୍କର ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି ଅଣସର ସମୟରେ ଅଣସର ତାଟିଠାରେ ଯେଉଁ ଚିତ୍ରପଟି ବା ପଟିଦିଅଁ ପୂଜା ପାଆନ୍ତି, ଅଣସର ତାଟି ଫିଟିଲେ ସେହି ପଟିଦିଅଁଙ୍କୁ ଆଣି ଏହି ସେବକ ମଣ୍ଡଣି ଘରେ ରଖନ୍ତି। ମଣ୍ଡଣି ଘରଠାରେ ବିଜେ ଠାକୁରଙ୍କୁ ପୂଜା ମଧ୍ୟ ଏ ସେବକ କରିଥାନ୍ତି। ସେଠାରେ ସାଇତା ସାମଗ୍ରୀ ଏହାଙ୍କ ଜିମାରେ ରହେ। ପ୍ରତିବର୍ଷ ରଥଯାତ୍ରାରେ କୋଠ ସୁଆଁସିଆ ସେବକଙ୍କ ସହଯୋଗରେ ରଥ ମଣ୍ଡଣି ଏହି ସେବକଙ୍କର ଏକ ପ୍ରମୁଖ କାମ। ସୁଦର୍ଶନଂ ମହାଜ୍ୱାଳଂ
କୋଟି ସୂର୍ଯ୍ୟ ସମପ୍ରଭମ୍ ଅଜ୍ଞାନ ତିମିରାନ୍ଧସ୍ୟ ବୈକୁଣ୍ଠ ମାର୍ଗ ପ୍ରଦର୍ଶୟେତ୍। ତେବେ ପବିତ୍ର ଚୈତ୍ର ଶୁକ୍ଳ ଷଷ୍ଠୀ ବା ଶ୍ରୀମନ୍ଦିରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚାର ପାବନ ଅବସରରେ ମହାପ୍ରଭୁଙ୍କର ଦିବ୍ୟ ଦୁର୍ଲଭ ଆଳତୀର ଦର୍ଶନ କରିବା ସହିତ ସୂର୍ଯ୍ୟଦେବଙ୍କର ଦର୍ଶନ ଆମେମାନେ ମଧ୍ୟ କରିନେବା ଚାଲନ୍ତୁ।